ଓ ନମସ୍କାର ସମସ୍ତଙ୍କୁ ଜୟ ଜଗନ୍ନାଥ ଆଶା କରୁଛି ସମସ୍ତେ ଭଲରେ ଥିବେ। ତ ବର୍ତ୍ତମାନ ଭିଡ଼ିଓରେ ଆମେ ଆଲୋଚନା କରିବା ରିସେଣ୍ଟଲି ଆପଣମାନେ ଯେଉଁ ଏକ୍ଜାମିନେସନ୍ ଦେଇଛନ୍ତି ଫରେଷ୍ଟର ଏକ୍ସାଇଜ କନେଷ୍ଟେବଲ ଏବଂ ଫରେଷ୍ଟ ଗାର୍ଡ଼ ତାର କଟଅଫ୍ କେତେ ଯାଇପାରେ ଏବଂ ରେଜଲ୍ଟ କେବେ ଆସିବ ସେ ବିଷୟରେ ଆଲୋଚନା କରିବା। ତେଣୁ ଯେଉଁମାନେ ବି ଫାର୍ଷ୍ଟ ଟାଇମ୍ ଚ୍ୟାନେଲଟିକୁ ଭିଜିଟ୍ କରୁଛନ୍ତି ନିହାତି ଭାବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଅପଡେଟ୍ ରହିବେ ଏବଂ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ସବୁକିଛି ଡାଉଟ୍ ଆପଣଙ୍କର କ୍ଲିୟର ହୋଇଯିବ। ଏହା ପୂର୍ବରୁ ହିଁ ମୁଁ ଆପଣମାନଙ୍କୁ ସବୁକିଛି ଅପଡେଟ୍ ଦେଇସାରିଛି ଯେଉଁଟାକି ଟେଲିଗ୍ରାମ ଗ୍ରୁପ୍ ମାଧ୍ୟମରେ ସବୁକିଛି ଅପଡେଟ୍ ଦେଇସାରିଛି। ତେଣୁ ଆପଣମାନେ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ଜଏନ୍ ହେଇକି ରୁହନ୍ତୁ। A to Z ଅପଡେଟ୍ ସେଠି ଆପଣମାନେ ସର୍ବପ୍ରଥମ ଅପଡେଟ୍ ପାଇଯିବେ। ତାପରେ ବି ଦେଖନ୍ତୁ ଆପଣମାନେ ଯଦି ଏକ୍ଜାମିନେସନ୍ ଦେଇଛନ୍ତି ଜାଣିଛନ୍ତି ମଲ୍ଟିପଲ୍ ସିଫ୍ଟରେ ଆପଣମାନଙ୍କର ଏକ୍ଜାମିନେସନ୍ ହେଇଛି ଏବଂ କଟଅଫ୍ ଆପଣମାନଙ୍କର ନର୍ମାଲାଇଜେସନ୍ ମାର୍କରେ ଯିବ। ବର୍ତ୍ତମାନ ଯେହେତୁ ଆପଣମାନେ ଜାଣିପାରିଥିବେ କେତେ ଆପଣମାନଙ୍କର ସେଫ୍ ସ୍କୋର ରହୁଛି, ଯେହେତୁ ବହୁତ ଦିନ ହେଇସାରିଛି ଏକ୍ଜାମିନେସନ୍ ରାଙ୍କ ମିତ୍ର ଡାଟାରୁ ମଧ୍ୟ ଆପଣମାନେ ଜାଣିସାରିଥିବେ ଯେ ପିଲାମାନେ ଭଲ ସ୍କୋର କରିଛନ୍ତି। ଏଭରେଜ ସ୍କୋର ରହୁଛି ଆପଣମାନଙ୍କର ଯେଉଁ ପ୍ରତ୍ୟେକ ସିଫ୍ଟର ଗୋଟେ ପ୍ରକାର ଏଭରେଜ ସ୍କୋର 50ରୁ 55 ଏଇଟା ଆପଣମାନଙ୍କର ମ୍ୟାକ୍ସିମମ୍ ଏଭରେଜ ସ୍କୋର ରହୁଛି। କିନ୍ତୁ ସେତିକି ତ ଆପଣମାନଙ୍କର କଟଅଫ୍ ଯିବନି। କଟଅଫ୍ ଯିବ ଆପଣମାନଙ୍କର ଯେତିକି ଆପଣମାନଙ୍କର ପୋଷ୍ଟ ଅଛି ଟୋଟାଲ ଭ୍ୟାକେନ୍ସିର 3 ଗୁଣ କ୍ୟାଣ୍ଡିଡେଟକୁ କ୍ୱାଲିଫାଇ କରିବ କ୍ୟାଟାଗୋରୀ ୱାଇଜ୍। ସେଇ ଅନୁସାରେ ଆପଣମାନଙ୍କର ନର୍ମାଲାଇଜ୍ ହେଲା ପରେ ଯେଉଁ ପିଲାମାନଙ୍କର ସ୍କୋର ଭଲ ଥିବ ସେଇମାନେ ହିଁ ଫିଜିକାଲକୁ ଯିବେ ଏବଂ ଫିଜିକାଲ ଯେଉଁମାନେ କ୍ୱାଲିଫାଇ କରିବେ ସେଇମାନେ ହିଁ ସିଲେକ୍ସନ୍ ଲିଷ୍ଟରେ ଆସିବେ। ତେଣୁ ଆପଣ ଯଦି URSCBCରୁ ବିଲଙ୍ଗ କରୁଛନ୍ତି 70+ ଆପଣମାନଙ୍କର ସ୍କୋର ଅଛି, ଆପଣମାନେ ମେଲ୍ କ୍ୟାଣ୍ଡିଡେଟ୍, ଦେନ୍ ଗୋଟେ ପ୍ରକାର ନିହାତି ଭାବେ ଫିଜିକାଲ ଆପଣମାନେ ପ୍ରାକ୍ଟିସ୍ କରୁଥିବେ। ତାପରେ ବି 57ରୁ 69 ଭିତରେ ଯେଉଁମାନେ ସ୍କୋର ରଖିଛନ୍ତି ନିହାତି ଭାବେ ଆପଣମାନେ ରେଜଲ୍ଟକୁ ୱେଟ୍ କରିବେ, କାରଣ ନର୍ମାଲାଇଜେସନ୍ ରହୁଛି। କେଉଁଠି କେମିତି ନର୍ମାଲାଇଜେସନ୍ ହେଇକି ଆପଣମାନଙ୍କର ମାର୍କ ବଢ଼ିବ ବା ମେରିଟ୍ ଲିଷ୍ଟକୁ ଆସିବେ ସେଟା ତ ରେଜଲ୍ଟ ଆସିଲା ପରେ ଜଣାପଡ଼ିବ। କାରଣ ଯଦି ଆପଣଙ୍କର ସିଫ୍ଟ ହାର୍ଡ଼ ଯାଇଥିବ ବା ଆପଣମାନଙ୍କ ସିଫ୍ଟରେ ହାଇ ସ୍କୋରିଂ ପିଲା ବହୁତ କମ୍ ଥିବେ ଦେନ୍ ନର୍ମାଲାଇଜେସନ୍ ମଧ୍ୟ ତଗଡ଼ା ହେବ ଏବଂ ଆପଣଙ୍କର ସିଲେକ୍ସନ୍ ମଧ୍ୟ ନିହାତି ଭାବେ ହେଇଯିବ। ସେମିତି ଫିମେଲ୍ କ୍ୟାଣ୍ଡିଡେଟ୍ ମାନେ ଯେଉଁମାନେ ରହିଗଲେ URSCBC ସେମାନେ କ'ଣ କରିବେ 5 ମାର୍କ ମାଇନସ୍ କରିଦେବେ, 5 ମାର୍କ ମାଇନସ୍ କରିଦେବେ ଏବଂ ସେଇଟା ଆପଣଙ୍କର ସେଫ୍ ସ୍କୋର ଧରିକି ଫିଜିକାଲ ପ୍ରାକ୍ଟିସ୍ କରିବେ। ଫିଜିକାଲ ନିହାତି ଭାବେ ପ୍ରାକ୍ଟିସ୍ କରୁଥିବେ, ଯେଉଁଟାକି ଆପଣମାନଙ୍କର 25 କିଲୋମିଟର ରହିଛି। ଖାସ୍ କରିକି ଏକ୍ସାଇଜ କନେଷ୍ଟେବଲ ଯେଉଁ ଫିଜିକାଲ ଅଛି 7 ମିନିଟ୍ 1600 ମିଟର ସେଇଟା ଡିଫିକଲ୍ଟ ରହୁଛି, ତେଣୁ ନିହାତି ଭାବେ ଫିଜିକାଲ ପ୍ରାକ୍ଟିସ୍ କରୁଥିବେ। ସେମିତି ଯଦି ଆପଣମାନେ SC କ୍ୟାଟେଗୋରୀରୁ ବିଲଙ୍ଗ କରୁଛନ୍ତି ଏବଂ ଆପଣଙ୍କର ସ୍କୋର 60+ ଅଛି ନିହାତି ଭାବେ ଆପଣମାନେ ଫିଜିକାଲ ପ୍ରାକ୍ଟିସ୍ କରୁଥିବେ। ମେଲ୍ କ୍ୟାଣ୍ଡିଡେଟ୍ ମାନେ 60+ ଅଛି ଯେଉଁ ଫିଜିକାଲ ପ୍ରାକ୍ଟିସ୍ କରୁଥିବେ। 50-55 ଅଛି ଭାବୁଛନ୍ତି ହେବନି, ସେମିତି କିଛି ବି କଥା ନାହିଁ। ନର୍ମାଲାଇଜେସନ୍ ଅଛି, ରେଜଲ୍ଟ ଆଇଲା ପରେ ଆପଣମାନଙ୍କର ହୁଏତ ଯଦି ଆପଣମାନେ ହାର୍ଡ଼ ସିଫ୍ଟର ପରୀକ୍ଷା ଦେଇଥିବେ ନିହାତି ଭାବେ ଆପଣମାନଙ୍କର ମାର୍କ ଇନକ୍ରିଜ୍ ହେବ ଏବଂ ଆପଣଙ୍କର ମେରିଟ୍ ଲିଷ୍ଟକୁ ବା ଫିଜିକାଲ ଲିଷ୍ଟକୁ ନା ଆସିବ। ସେମିତି ଯଦି ଆପଣମାନେ ST କ୍ୟାଟେଗୋରୀରୁ ବିଲଙ୍ଗ କରୁଛନ୍ତି 40+ ସ୍କୋର ଅଛି, 40+ ବି ସ୍କୋର ଅଛି, ଫିଜିକାଲ ପ୍ରାକ୍ଟିସ୍ ଜାରି ରଖନ୍ତୁ। 50+ ଗୋଟେ ପ୍ରକାର ସେଫ୍ ସ୍କୋର ନିହାତି ଭାବେ ଫିଜିକାଲ ପ୍ରାକ୍ଟିସ୍ କରିବେ। କିନ୍ତୁ ପ୍ରିଭିୟସ୍ ଯେତେ ବି ସବୁ ଏକ୍ଜାମିନେସନ୍ ଯାଇଛି ST କଟଅଫ୍ ଅନୁସାରେ ଫିଜିକାଲ ରିଲେଟେଡ୍ ପୋଷ୍ଟରେ ଯଦି ଆପଣଙ୍କର 40 ବି କ'ଣ ୟାଠୁ କମ୍ ମାନେ ପାସ୍ ମାର୍କ ଭଳିଆ ବି ସ୍କୋର ଅଛି ତାହେଲେ ବି ଆପଣମାନେ ଫିଜିକାଲ ପ୍ରାକ୍ଟିସ୍ ଜାରି ରଖନ୍ତୁ ଏବଂ ଏହିସବୁ ମାର୍କରୁ -5 କରିଦିଅନ୍ତୁ ଯେଉଁମାନେ ଫିମେଲ୍ କ୍ୟାଣ୍ଡିଡେଟ୍ ମାନେ ରହିଛନ୍ତି ଏବଂ ସେଇଟାକୁ ଆପଣମାନେ ଆପଣମାନଙ୍କର ସେଫ୍ ସ୍କୋର ଧରିକି ଚାଲନ୍ତୁ। ତା ମଧ୍ୟରେ ବର୍ତ୍ତମାନ ଆପଣମାନଙ୍କର ପ୍ରଶ୍ନ ଯେ ରେଜଲ୍ଟ କେବେ ଆସିବ ଆଉ ଫିଜିକାଲ କେବେ ହେବ। ତ ଦେଖନ୍ତୁ OSSC ଅଫିସକୁ ପିଲାମାନେ ଭିଜିଟ୍ କରୁଛନ୍ତି, ସେଇଠୁ ଯାହା ଇନଫର୍ମେସନ୍ ଆସିଥିଲା ପ୍ରାୟତଃ ଜୁନ୍ 1ରେ ମୁଁ ଆପଣମାନଙ୍କୁ ଇନଫର୍ମେସନ୍ ଜଣାଇଥିଲି। ତା ପରବର୍ତ୍ତୀ ସମୟରେ RI ଏକ୍ଜାମିନେସନ୍ ଯେଉଁଟାକି RI ମେନ୍ର ରେଜଲ୍ଟ ତା ସହିତ ତା ସ୍କିଲ୍ ଟେଷ୍ଟ ତାର ଅପଡେଟ୍ ଅଫିସିଆଲ ଅପଡେଟ୍ ଆସିବାର 2 ଦିନ ପୂର୍ବରୁ ହିଁ ମୁଁ ଆପଣମାନଙ୍କୁ ଟେଲିଗ୍ରାମ ଗ୍ରୁପରେ ଜଣାଇ ଦେଇଥିଲି। ତ ସେତେବେଳେ ଏଇ ଅପଡେଟ୍ ଥିଲା ଆପଣମାନଙ୍କର। ଏହାର ଯେଉଁ ରିଭାଇଜ୍ ଆନ୍ସର୍ କି ଆସିବ, ରିଭାଇଜ୍ ଆନ୍ସର୍ କି ଆସିବ ଏବଂ ୱାନ୍ସ ରିଭାଇଜ୍ ଆନ୍ସର୍ କି ଆସିଗଲା ମାନେ ସାଙ୍ଗେ ସାଙ୍ଗେ ରେଜଲ୍ଟ ମଧ୍ୟ ପବ୍ଲିଶ ହେଇଯିବ। ଫିଜିକାଲ ପାଇଁ ମଧ୍ୟ OSSC ଆପଣମାନଙ୍କୁ ଟାଇମ୍ ଦେବ, ତେଣୁ ବର୍ତ୍ତମାନ ବି ପ୍ରାକ୍ଟିସ୍ କରୁଥାନ୍ତୁ। ଫିଜିକାଲ ପାଇଁ ମଧ୍ୟ ଆପଣମାନଙ୍କୁ ସଫିସିଏଣ୍ଟ ଟାଇମ୍ ମିଳିବ ପ୍ରାକ୍ଟିସ୍ ପାଇଁ ରେଜଲ୍ଟ ଆସିବା ପରେ। ଏବଂ ଏକ୍ସପେକ୍ଟେଡ୍ ରହିଛି ବର୍ତ୍ତମାନ ଯେହେତୁ ଜୁନ୍ ମାସ ହେଇସାରିଛି ଯାହାକି ଅପଡେଟ୍ ଥିଲା ଜୁନ୍ ଲାଷ୍ଟ ସୁଦ୍ଧା ସେମାନେ ଫରେଷ୍ଟ ଗାର୍ଡ଼ ଏକ୍ସାଇଜ କନେଷ୍ଟେବଲର ନୋଟିଫିକେସନ୍ ଦେବେ ବା ନୂଆ ଅପଡେଟ୍ ଦେବେ। ତ ସେଇଟା କିଛି ଦେଖିବା ପାଇଁ ଆପଣମାନଙ୍କୁ ମିଳିପାରେ, ରିଭାଇଜ୍ ଆନ୍ସର୍ କି ଦେଖିବା ପାଇଁ ମିଳିପାରେ ଜୁନ୍ ଲାଷ୍ଟ ସୁଦ୍ଧା। କିନ୍ତୁ ଜୁଲାଇ ମାସରେ ଆପଣମାନଙ୍କର 100% ରେଜଲ୍ଟ ଆସିବା ପାଇଁ ଯାଉଛି। ଜୁନ୍ ଲାଷ୍ଟ କିମ୍ବା ଜୁଲାଇ ମାସରେ ହିଁ ଆପଣମାନଙ୍କୁ ରେଜଲ୍ଟ ଦେଖିବା ପାଇଁ ମିଳିବ, ଯେଉଁଟାକି ଆପଣମାନଙ୍କର ଫିଜିକାଲ ରେଜଲ୍ଟ ରହିବ ଏବଂ ତା ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ନିହାତି ଭାବେ ସଫିସିଏଣ୍ଟ ଟାଇମ୍ ମିଳିବ ଫିଜିକାଲ ପାଇଁ ବା ଫିଜିକାଲ ଡେଟ୍କୁ ଫିଜିକାଲ ପ୍ରାକ୍ଟିସ୍ କରିବା ପାଇଁ। ତେଣୁ ସେ ଅନୁସାରେ ଯେଉଁମାନେ ଭଲ ପ୍ରଦର୍ଶନ କରିଛନ୍ତି ଏକ୍ଜାମିନେସନ୍ରେ ଏତିକି ସ୍କୋର ଉପରେ ଯଦି ଯେଉଁମାନେ ରଖୁଛନ୍ତି ନିହାତି ଭାବେ ଆପଣମାନେ ଫିଜିକାଲ ପ୍ରାକ୍ଟିସ୍ କରୁଥାନ୍ତୁ। ନର୍ମାଲାଇଜେସନ୍ ଅଛି, କିଛି ବି ହେଇପାରେ, ତେଣୁ ଆପଣମାନେ ନିହାତି ଭାବେ ଫିଜିକାଲ ପ୍ରାକ୍ଟିସ୍ ଜାରି ରଖିଥିବେ। ତ ଏଇ ରହୁଛି ଓଭରଅଲ୍ ଅପଡେଟ୍। ଜୟ ହିନ୍ଦ।